ରାମ ନାରାୟଣ ରାମ ଗ୍ରନ୍ଥ ଏବଂ ଦର୍ଶନ ଶାସ୍ତ୍ର ବାସ୍ତବ ବୁଦ୍ଧିରୁ ବାହାରିଛି ସିଦ୍ଧି ମୁକ୍ତି ନିର୍ବାଣ ଅଛି କି ନାହିଁ ଏହା ପରେର କଥା। ଯଦି ରକ୍ତ ଏବଂ ମାଂସର ଏହି ଶରୀରରୁ ଏତେ କିଛି ହୋଇପାରେ ତେବେ ଆମେ ପ୍ରଥମେ ଏହି ଶରୀରକୁ ପୂଜା କରିବା ଉଚିତ। ବାସ୍ତବରୁ ଯଦି ଏତେ ସୃଷ୍ଟି ହୋଇଛି ତେବେ ଆମେ ପ୍ରଥମେ ଏହାକୁ ଅଧ୍ୟୟନ କରିବା ଦରକାର। ଆମକୁ ନିଜର ମନ ମଧ୍ୟରୁ ସ୍ୱରକୁ ବାସ୍ତବରେ ଖୋଜିବାକୁ ହେବ। ଏହାର ଭିତରେ କ୍ଷିତି ଆପ ତେଜ ମରୁତ ବ୍ୟୋମ ବିଷୟର ଉଲ୍ଲେଖ ଅଛି। ସେବେଳେ ମାତ୍ର ଅନ୍ତର୍ଜ୍ଞ ସର୍ବଦର୍ଶୀ ସର୍ବଜ୍ଞତା ବିଷୟରେ ଗୋଟିଏ ନିରନ୍ତର କଥା ଚାଲିବା ନାହିଁ। ରୋଗୀଙ୍କ ପାଇଁ ଚିକିତ୍ସା ଓ ଭୁଖା ଲୋକଙ୍କ ପାଇଁ ମୁଠି ଭର ଚାଉଳ ବ୍ୟବସ୍ଥା ନହେଲେ ଗୀତା ଓ ଉପନିଷଦ ତାଙ୍କର ଭୋଜନ ମେଳାଇ ଦେବ ନାହିଁ। ପ୍ରଥମେ ଆମେ ଏହା ଦେଖିବାକୁ ହେବ ଯେ ଆମେ ଏହି ପୃଥିବୀରେ କିପରି ଅଛୁ। ଏହି ରକ୍ତ ଓ ମାଂସକୁ ବଢ଼ିବା ପାଇଁ କ'ଣ କରିବା ଆବଶ୍ୟକ ସେଥିରେ ଧ୍ୟାନ ଦେବା ଦରକାର। ମାତ୍ର ଚିତ୍କାର କରି ଓ ଅଧିକ ଉଚ୍ଚ ସ୍ୱରରେ କଥା କହି କିଛି ସମାଧାନ ନାହିଁ। ପେଟ ଭରା ଥିବାବେଳେ ମଧ୍ୟ ନୀତିର କଥା ଭଲ ଲାଗେ। ଆମର ସମସ୍ତ ନୀତି ଦାରିଦ୍ର୍ୟର ଜାଳରେ ଫସି ରହିଛି। ଅନେକ ଜାତି ନିଷ୍ପତ୍ତି ହୋଇଯାଉଛି କିନ୍ତୁ ସେଥିପାଇଁ କୌଣସି ଚେଷ୍ଟା ହୋଇନାହିଁ। ସେମାନଙ୍କର ଶିକ୍ଷା ପାଇଁ କୌଣସି ପ୍ରସ୍ତାବ ନାହିଁ। କାହାକୁ ଦୋଷ ଦେଇ ହେବ ନାହିଁ। ଆମର ମନ୍ଦ ବୁଦ୍ଧିରେ ଏହି ପରିସ୍ଥିତି ଗଢ଼ିଛି। ଯଦି ନୀତି ଉଦାର ହୋଇଥାଏ ଦାରିଦ୍ର୍ୟ ଆସିବା ନାହିଁ। ଯେପରିକି ଏକ ପରିବାର ମଧ୍ୟରେ ଖାଦ୍ୟର ସାମ୍ୟ ରହେ ସେହି ଏକତା ସମସ୍ତ ପୃଥିବୀ ପାଇଁ କାହିଁକି ନାହିଁ।